ମୟୂରଭଞ୍ଜ ମାଟିରେ ପ୍ରଥମ ଥର ଲାଗି ଏକାଠି ହେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ସଜେଇ ହେଉଛି ପାହାଡ଼ପୁର, ଅପେକ୍ଷା କରିଛି ରାଇରଙ୍ଗପୁର। ଚୂଡ଼ାନ୍ତ ହେଉଛି ପ୍ରସ୍ତୁତି, କଡ଼ା ସୁରକ୍ଷା ବଳୟ ଭିତରେ ହେବ ପୁରା କାର୍ଯ୍ୟକ୍ରମ। ଏଣେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝିଏଲ। ଆସନ୍ତା 19 ଓ 20 ତାରିଖ ମୟୂରଭଞ୍ଜ ଲାଗି ହେବାକୁ ଯାଉଛି ଏକ ଐତିହାସିକ ଦିନ। ପ୍ରଥମ ଥର ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକା ସାଙ୍ଗରେ ମୟୂରଭଞ୍ଜ ମାଟିରେ ପାଦ ଦେବେ। ଜୁନ୍ 20 ତାରିଖ ରାଷ୍ଟ୍ରପତି ତାଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ତାଙ୍କ ଜନ୍ମମାଟିକୁ। ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ମଧ୍ୟ ଆସନ୍ତା 20 ତାରିଖରେ ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁରକୁ ଆସୁଛନ୍ତି, ଯାହାକୁ ନେଇ ସମଗ୍ର ଜିଲ୍ଲାରେ ବର୍ତ୍ତମାନ ତତ୍ପରତା ସହିତ ଉତ୍ସାହର ମାହୋଲ ଦେଖାଦେଇଛି। ଏହି କାର୍ଯ୍ୟକ୍ରମ ଲାଗି ପାହାଡ଼ପୁର ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ପ୍ରସ୍ତୁତି ଜୋରଦାର ଚାଲିଛି। କାର୍ଯ୍ୟସୂଚୀ ଅନୁଯାୟୀ 19 ତାରିଖ ଦିନ 3:15 ପ୍ରଥମେ ରାଷ୍ଟ୍ରପତି ଦାଣ୍ଡବୋଷ ଏୟାର ଷ୍ଟ୍ରିପ୍ରେ ଓହ୍ଲାଇ ସଡ଼କ ପଥରେ ଯାଇ 3:30 ତାଙ୍କ ରାଇରଙ୍ଗପୁର ବାସଭବନକୁ ଯାଇ ବିଶ୍ରାମ ନେବେ। ସନ୍ଧ୍ୟା 6ଟାରେ ରାଇରଙ୍ଗପୁର ଡାକ୍ତରଖାନାରେ IEIMES ପକ୍ଷରୁ ଆୟୋଜିତ ସ୍ୱାସ୍ଥ୍ୟ କ୍ୟାମ୍ପକୁ ଯାଇ ଲୋକଙ୍କୁ ଭେଟିବେ। 20 ତାରିଖରେ ତାଙ୍କ ଜନ୍ମଦିନ ଅବସରରେ ଦିନ 10:30 ପାହାଡ଼ପୁରରେ ପହଞ୍ଚିବେ। ଦିନ 11:05 ପ୍ରଧାନମନ୍ତ୍ରୀ ପହଞ୍ଚିବେ। ଉଭୟ ପ୍ରଥମେ ଗାଁର ଗ୍ରାମଦେବତୀ ଗୋସାଣୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିବେ। ସେଠାରୁ ଉଭୟ ସାନ୍ତାଳୀ ଜାହିରା ଦର୍ଶନ କରିବା ପରେ ହୋ ମୁଣ୍ଡା ଜାହିରା ମଧ୍ୟ ଯିବେ। ସେଠାରୁ ଦିନ 11:25ରେ ନିକଟସ୍ଥ ଦକ୍ଷତା ବିକାଶ କେନ୍ଦ୍ରକୁ ଯାଇ ପ୍ରଶିକ୍ଷଣ ପରେ ଚାକିରି ପାଇଥିବା ଯୁବକ ଯୁବତୀଙ୍କ ସହିତ ଆଲୋଚନା କରିବେ। 12:30ରେ ହେଲିକପ୍ଟର ଯୋଗେ ଦାଣ୍ଡବୋଷଠାରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମିଳିତ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।